କ୍ରିକେଟ ପଡ଼ିଆରେ ଭୟଙ୍କର ଦୁର୍ଘଟଣା। ଅମ୍ପାୟାରଙ୍କ ମୁହଁରେ ବାଜିଲା ବଲ୍। ଦିଲ୍ଲୀ ପ୍ରିମିୟର ଲିଗ୍ର ଏକ ରୋମାଞ୍ଚକର ମ୍ୟାଚରେ ହଠାତ୍ ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳିଛି। ଏକ ବଲ୍ ଯେତେବେଳେ ଦ୍ରୁତ ଗତିରେ ଆସି ଅମ୍ପାୟାରଙ୍କ ମୁହଁରେ ବାଜିବା ପରେ ମଇଦାନରେ ଥିବା ଖେଳାଳି ଓ ଦର୍ଶକଙ୍କ ମଧ୍ୟରେ ଛାଇଗଲା ଆତଙ୍କ। ଘଟଣା ଏତେ ଗମ୍ଭୀର ଥିଲା ଯେ ଆହତ ଅମ୍ପାୟାର ଧର୍ମେଶ ଭରଦ୍ୱାଜଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ମ୍ୟାଚର ଫଳାଫଳ ଠାରୁ ଅଧିକ ଅମ୍ପାୟାରଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ମଧ୍ୟ ବଢ଼ିଛି। ଇଷ୍ଟ ଦିଲ୍ଲୀ ରାଇଡର୍ସ ଏବଂ ନ୍ୟୁ ଦିଲ୍ଲୀ ଟାଇଗର୍ସ ମଧ୍ୟରେ ଚାଲିଥିବା ମ୍ୟାଚ୍ ସମୟରେ ଅମ୍ପାୟାର ଧର୍ମେଶ ଭରଦ୍ୱାଜଙ୍କ ମୁହଁରେ ଜୋରଦାର ଗତିରେ ଏକ ବଲ୍ ଆସି ବାଜିଥିଲା। ଆଘାତ ଏତେ ଗମ୍ଭୀର ଥିଲା ଯେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ଏହି ଘଟଣା ନ୍ୟୁ ଦିଲ୍ଲୀ ଟାଇଗର୍ସର ଇନିଂସର 18ତମ ଓଭରରେ ଘଟିଥିଲା। ସ୍ପିନର ଆଶିଷ ମିନାଙ୍କ ବଲରେ ବ୍ୟାଟ୍ସମ୍ୟାନ ଲକ୍ଷ୍ୟ ଥାରେଜା ଏକ ଜୋରଦାର ସଟ୍ ଡ୍ରାଇଭ୍ କରିଥିଲେ। ବଲଟି ସିଧା ଅମ୍ପାୟାର ଧର୍ମେଶ ଭରଦ୍ୱାଜଙ୍କ ମୁହଁର ଡାହାଣ ପାର୍ଶ୍ୱରେ ବାଜିଥିଲା। ହଠାତ୍ ବଲ୍ ମୁହଁରେ ବାଜିବାରୁ ସେ ମଇଦାନରେ ପଡ଼ିଯାଇଥିଲେ ଏବଂ ଘଟଣା ଦେଖି ଖେଳାଳିମାନେ ତୁରନ୍ତ ତାଙ୍କ ପାଖକୁ ଦୌଡ଼ି ଆସିଥିଲେ ଏବଂ ମେଡିକାଲ ଟିମ୍କୁ ଡାକିଥିଲେ। ପଡ଼ିଆରେ ପ୍ରାଥମିକ ଚିକିତ୍ସା ପରେ ଧର୍ମେଶଙ୍କ ଅବସ୍ଥା ଦେଖି ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଇଷ୍ଟ ଦିଲ୍ଲୀ ରାଇଡର୍ସ 20 ଓଭରରେ 7 ୱିକେଟ ହରାଇ 192 ରନ୍ କରିଥିଲା। 193 ରନ୍ର ଲକ୍ଷ୍ୟ ପିଛା କରିବାକୁ ଆସିଥିବା ନ୍ୟୁ ଦିଲ୍ଲୀ ଟାଇଗର୍ସ ମାତ୍ର 156 ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା। ଫଳରେ ଇଷ୍ଟ ଦିଲ୍ଲୀ ରାଇଡର୍ସ 36 ବଲରେ ମ୍ୟାଚ୍ ଜିତି ନେଇଥିଲା।